ସାଙ୍ଗମାନେ, ଏହି ଦୁନିଆରେ ଯିଏ ଅଧିକ ପୂଜାପାଠ କରିଥାଏ ଏବଂ ଧର୍ମରେ ମଧ୍ୟ ଲୀନ ରହିଥାଏ, ସେ ବ୍ୟକ୍ତି ସବୁଠାରୁ ଅଧିକ ଦୁଃଖ ପାଇଥାଏ। ଆଉ ଯେଉଁ ବ୍ୟକ୍ତି କିଛି କାମ କରିନଥାଏ ଏବଂ ଖାଲି ଗଧ ପରି ସବୁଆଡ଼େ ବୁଲୁଥାଏ ଆଉ ବହୁତ ପ୍ରକାର ଗାଲି ମଧ୍ୟ ଶୁଣିଥାଏ, ତ ସେହି ବ୍ୟକ୍ତି ତାର ଜୀବନରେ ଅଧିକ ଉନ୍ନତି କରି ଯାଇଥାଏ। ତ ସାଙ୍ଗମାନେ, ଏହି ଭିଡ଼ିଓ ମାଧ୍ୟମରେ ଜାଣିବା ଯେ ଭଲ ଲୋକଙ୍କ ସହିତ ଖରାପ କାହିଁକି ହୋଇଥାଏ। ତ ସେହି ଭିଡ଼ିଓକୁ ଆମେ ଜାଣିବା ପୂର୍ବରୁ ମୋର ଆପଣଙ୍କୁ ଗୋଟିଏ ଅନୁରୋଧ, ଭିଡ଼ିଓଟିକୁ ଲାଷ୍ଟ ଯାଏଁ ନିଶ୍ଚୟ ଦେଖନ୍ତୁ। ଆଉ ଯଦି ଫାଷ୍ଟରୁ ସ୍କିପ୍ କରି ଆପଣ ଛାଡ଼ି ଚାଲିଯିବେ, ତେବେ ଆପଣ କିଛି ବି ବୁଝିପାରିବେ ନାହିଁ। ତେଣୁ ଲାଷ୍ଟ ଯାଏଁ ଦେଖନ୍ତୁ, ସବୁ ବୁଝିପାରିବେ। ଆଉ ଭିଡ଼ିଓଟି କେମିତି ଲାଗିଲା କମେଣ୍ଟ ବକ୍ସରେ ମଧ୍ୟ ଜଣାଇବେ। ଏହି ଦୁନିଆରେ ସମସ୍ତ ଗ୍ରନ୍ଥ ମଧ୍ୟରୁ କେବଳ ଶ୍ରୀମଦ୍ ଭାଗବତ ଗ୍ରନ୍ଥକୁ ମାନ୍ୟତା ଦିଆଯାଇଥାଏ। ଏହାର କାରଣ ହେଉଛି ଶ୍ରୀମଦ୍ ଭାଗବତ ଗୀତାରେ ଥିବା ସମସ୍ତ ପ୍ରଶ୍ନର ଉତ୍ତର ଆମ ମନ ଭିତରେ ଉଙ୍କି ମାରୁଥିବା କୌଣସି ବି ପ୍ରଶ୍ନ ତାହାର ଉତ୍ତରରେ ସମାଧାନ ହୋଇପାରିବ। ତେଣୁ ଶ୍ରୀମଦ୍ ଭାଗବତ ଗୀତାକୁ ଏକ ଗ୍ରନ୍ଥ ଭାବେ ମାନ୍ୟତା ଦିଆଯାଇଅଛି ଏବଂ ସେଥିରୁ ମନୁଷ୍ୟ ବହୁତ କିଛି ଶିଖିବାକୁ ମଧ୍ୟ ମିଳିବ, ଯାହାଫଳରେ ସେଥିରୁ କିଛି କିଛି ମଧ୍ୟ ଶିଖି ହେବ। ସାଙ୍ଗମାନେ, କହିବାକୁ ଗଲେ ଏହି ଦୁନିଆଟା ବହୁତ ବଡ଼ ଅଜବ ଅଟେ। ଯିଏ ଭଲରେ ରହିବାକୁ ଚାହୁଁଛି, ସେ କେବେ ବି ଭଲରେ ରହିପାରୁନାହିଁ। ଆଉ ଯିଏ ଖରାପ ଚିନ୍ତାଧାରା ରଖି ଅନ୍ୟକୁ ପ୍ରଶମିତ କରିଥାଏ, ସିଏ ଏହି ଦୁନିଆରେ ସବୁଠୁ ଭଲରେ ଜୀବନଯାପନ କରିବାକୁ ଲାଗିଥାଏ। ସାଙ୍ଗମାନେ, ଏହାର ଗୋଟିଏ ସିମ୍ପୁଲ ଏକ୍ଜାମ୍ପଲ୍ ନେଇପାରିବା, ଯାହାକି ଏକ ମନଗଢ଼ା କାହାଣୀ ପରି ହୋଇଥାଏ। ତ ଚାଲନ୍ତୁ ଆଉ ଡେରି ନ କରି ସେହି ଏକ୍ଜାମ୍ପଲ୍ ବା ଉଦାହରଣଟିକୁ ବୁଝିବା। ତ ଥରେ ଗୋଟିଏ ଗାଁରେ ରାମ ଆଉ ହରି ନାମକ ଜଣେ ବା ତାଙ୍କେ ଗୋଟିଏ ଘରେ ରହୁଥାନ୍ତି। ତ ଦିନେ ବିଲକୁ ଚାଷ କରିବାକୁ ଯାଇଥାଏ। ତ ରାମ ଆସିଲା ବେଳୁ ସିଏ ଜଲ୍ଦି ଆସିଲା ହେରି, ଆଉ ହରି ଆସିବାକୁ ଲେଟ୍ ହେଲା। ଯାହାଫଳରେ ରାମ ହରିକି ଖୋଜିବାକୁ ଲାଗିଲା, ହେଲେ ସେ ଜଲ୍ଦି ଆସି ଘରେ ପହଞ୍ଚିଗଲା। ଆଉ କହିବାକୁ ଲାଗିଲା, ଆରେ ରାମ, ତୁ କୁଆଡ଼େ ଯାଇଥିଲୁ? ତ ସେ କହିଲା, ଭାଇ, ମୁଁ ବିଲକୁ ଯାଇଥିଲି। ଆଉ ଏ କଥା ଶୁଣି ତାଙ୍କେ ଦୁଇଜଣ ଯାକ ମିଶିକି ଶୋଇପଡ଼ିଲେ। ରାମ ହେଉଛି ଏକ ଭଲ ପିଲା, ଆଉ ହରି, ଯିଏକି ଦିନରାତି କେବଳ ମଦ ନିଶାରେ ହିଁ ବୁଡ଼ି ରହିଥାଏ ଆଉ ଅନେକ ବେଆଇନ କାର୍ଯ୍ୟ ମଧ୍ୟ କରିବାରେ ଅସମର୍ଥ ହୋଇନଥାଏ, ସେ ସବୁ କାର୍ଯ୍ୟକୁ ତାର ହାତ ମୁଠାରେ ରଖିଥାଏ। ତ ଗୋଟିଏ ଦିନ ଏମିତି ଏକ ଦିନ ଆସିଲା, ଯାହାକି ଜଣଙ୍କ ବିନା ରହିବା ଏକ ଅସୁବିଧାର କାମ ହୋଇଗଲା। କି ସେହି କାମଟି ହେଉଛି ଯେ ରାମ ହଠାତ୍ ବିଲକୁ ଚାଲିଗଲା, ଆଉ ହରି ଏକ ବେଆଇନ କାର୍ଯ୍ୟ କରି ସେ ଜେଲକୁ ଚାଲିଗଲା। ଯାହାଫଳରେ ରାମ ହରିକୁ ଖୋଜିବାକୁ ଲାଗିଲା, ଆଉ ସେ ବି ଜେଲକୁ ଗଲା ଆଉ ତାକୁ ଆଣିଲା। ତ ସାଙ୍ଗମାନେ, ଏଥିରୁ ବୁଝି ହେଉଛି ଯେ ଭଲ ଲୋକଙ୍କ ସହିତ କେବଳ ଖରାପ ହୋଇନଥାଏ, ବେଳେବେଳେ ତାଙ୍କର କାର୍ଯ୍ୟ ଆଉ ଭଲ ଗୁଣ ହିଁ ତାଙ୍କୁ ସବୁଠାରୁ ଭଲ ବାଟ ନେବାକୁ ହିଁ ଚେଷ୍ଟା କରିଥାଏ ଆଉ ବହୁତ ଆଗକୁ ମଧ୍ୟ ନେଇଥାଏ। ଆଉ ଖରାପ ଲୋକଙ୍କ ସହିତ ଖରାପ ହୋଇଥାଏ, କିନ୍ତୁ ସେମାନେ ଯଦି ଧୈର୍ଯ୍ୟ ଆଉ ସମୟର ମୁକାବିଲା କରି ନିଜକୁ ନିଜେ
ସମ୍ଭାଳି ପାରିବେ ବା ପରିବର୍ତ୍ତନ କରିପାରିବେ, ତାହେଲେ ଯାଇକି ତାଙ୍କେ ଦିନେ ନା ଦିନେ ସକ୍ସେସ୍ ହେବେ ଆଉ ଦୁନିଆରେ ସବୁଠାରୁ ଅଗ୍ରଣୀ ଭାବରେ ପରିଚିତ ହୋଇପାରିବେ। ଭଲ ଲୋକ କେବଳ ସେ ହିଁ ହୋଇଥାଏ ଯିଏ ନିଜର ଭଲ କାମ ଏବଂ କାର୍ଯ୍ୟ ଦ୍ୱାରା ସେ କେବେ ବି ଅସମର୍ଥ ହୋଇନଥାଏ, ଯେ ବା ପ୍ରଥମରୁ କେବେ ସେ କହିନଥାଏ ଯେ ମୁଁ ଏହି କାମଟି କରିପାରିବି ନାହିଁ। ଯଦି ଆପଣ ଏହି କଥାଟି ନିଜର ମାଇଣ୍ଡରେ ନେଇଯିବେ ନା, ତେବେ ଆପଣ କେବେ ବି ସକ୍ସେସ୍ ହୋଇପାରିବେ ନାହିଁ। ତେଣୁ ଯେଉଁ କାମଟି କରୁଛନ୍ତି ସେଥିରେ ନିଶ୍ଚିତ ଭାବରେ ମୁଁ ସକ୍ସେସ୍ ହେବି ଭାବି ସେହି କାର୍ଯ୍ୟଟିକୁ କରନ୍ତୁ, ତ ଦେଖିବେ ସେଥିରେ ନିଶ୍ଚୟ ଦିନେ ନା ଦିନେ ସକ୍ସେସ୍ ହୋଇପାରିବେ। ତେଣୁ ମୁଁ କହିବା କଥା ହେଲା, ଯଦି ଆପଣ ଏକ କାର୍ଯ୍ୟ କରିବାକୁ ଯାଉଛନ୍ତି ତ ସେଠାରେ ଅଟକି ଯାଇ କହିବେ, ଆରେ ଏଇଟା ତ ଗୋଟିଏ କଷ୍ଟ କାମ ଅଟେ, ମୁଁ କରିବି ନାହିଁ କି ପାରିବି ମଧ୍ୟ ନାହିଁ। ତ ସାଙ୍ଗମାନେ, ଏହା ଭାବିବା ଆମର ଏକ ଭୁଲ ଧାରଣା ଅଟେ ବା ଆମକୁ ଏକ ଏମିତି ଅସମର୍ଥ ଜାଗାକୁ ନେଇଯାଏ ଯେ ଆମେ ସେହି କାମ କରିବାକୁ ପ୍ରସ୍ତୁତ ହିଁ ହେଇନଥାଉ। ତେଣୁ କେବେ ବି ଭାଙ୍ଗି ନ ପଡ଼ି ସେହି କାମକୁ ସାଥ ଦିଅନ୍ତୁ, ଆଉ ଦେଖିବେ ସେହି କାମ ହିଁ ତମକୁ ଦିନେ ନା ଦିନେ ରାଜା ବନେଇକି ଛାଡ଼ିବ। ଆଉ ଗୋଟିଏ କଥା ସାଙ୍ଗମାନେ,